କାହାଣୀ ଅବରକରା କଥା। ସୁନା ପଞ୍ଜୁରୀରେ ରୂପା ଚଢ଼େଇ। ପରଦିନ ପ୍ରଭାତ କୃତ ଶେଷ କରି ପାଖରେ ଥିବା ଚୁଡ଼ା ଗୁଡ଼କୁ ଜଳଖିଆ କରି ପଣ୍ଡିତେ ତୀର୍ଥଯାତ୍ରା କରି ବାହାରି ପଡ଼ିଲେ। ଅବରକରା ତାର ଗଣ୍ଠିଲି ପତ୍ର ସଜାଡ଼ି ମନ ଆନନ୍ଦରେ ଦୁର୍ଗମ ବନଗିରି ପଥରେ ଯାତ୍ରା କଲା। ଅନେକ ନୂତନ ସ୍ଥାନ, ପ୍ରାକୃତିକ ସମାବେଶ, ସୁନ୍ଦର ପର୍ବତମାଳା ଓ ନଦୀ କୂଳର ସମ୍ଭାର ଅପୂର୍ବ ଚିତ୍ତାକର୍ଷକ ସମୟ କ୍ଳାନ୍ତି ଅବସାର ମେଣ୍ଟି ବସିଥାଏ। ସେଦିନ ଏକ ସହର ଉପକଣ୍ଠରେ ଏକ ଦେବୀ ମନ୍ଦିର ପାଖରେ ପହଞ୍ଚିଲେ। ଯୋଗକୁ ମନ୍ଦିର ପାଖରେ ହଜାଇ ହଜାଇ ଯାତ୍ରୀ ଦେବୀ ଦର୍ଶନ କରୁଥାନ୍ତି। ଏକ ମେଳା ଚାଲିଥାଏ। ଅବଲକରା ଏ ସଭା ଦେଖି ଆଉ ଯିବାକୁ ମନ କଲା ନାହିଁ। ଘଟଣା କ'ଣ ଜାଣିବାକୁ ମନ ଅସ୍ଥିର ହୋଇ ଉଠିଲା। ପଣ୍ଡିତେ ଅବଲକରାର ମନ କଥା ଜାଣିପାରି ଏକ ଧର୍ମଶାଳା ପାଖରେ ରହିଲେ। ଆଉ ରୋଷାଇ ବାସ ନ କରି ମନ୍ଦିରରୁ ପ୍ରସାଦ ଲାଗି ବରାଦ ଦେବାକୁ ପଇସା ଦେଇ ଅବଲକରାକୁ ମନ୍ଦିରକୁ ପଠାଇଲେ। ଅବଲକରା ସେଇଆ ହିଁ ଚାହୁଁଥିଲା। ସେ ଭାର ଥୋଇ ଯାତ୍ରୀ ସମାବେଶ ମନ୍ଦିର ଚାରିପାଖେ ବୁଲି ଦେଖିବାକୁ ଲାଗିଲା। ବହୁ ଭାଷାଭାଷୀ ଯାତ୍ରୀଙ୍କ ସହିତ ଆଳାପ କରିଲା। ବେଢ଼ା ଭିତରେ ମନ ଖୁସିରେ ବୁଲି ତା ଭିତରେ ସେ ଦେଖିଲା ଗୋଟିଏ ସୁସଜ୍ଜିତ କୋଠାଘରେ ଗୋଟିଏ ରତ୍ନବେଦୀ ଉପରେ ସୁନାର ପଞ୍ଜୁରୀରେ ରୂପାର ଚଢ଼େଇଟିଏ ରହିଛି। ଖୁବ୍ ବଡ଼ ଦେଖିବାକୁ। ଜୀବନ୍ତ ପରି ଦେଖାଯାଉଛି। ଯାତ୍ରୀମାନେ ଦେଖି ପ୍ରଣାମ ଦେଉଛନ୍ତି। ଅବଲକରା ଆଶ୍ଚର୍ଯ୍ୟ ହୋଇଗଲା। ପାଖରେ ଥିବା ଲୋକଙ୍କୁ ଏହାର କାରଣ କ'ଣ ପଚାରିଲା। ହେଲେ କେହି ଠିକ୍ କାରଣ କହିପାରିଲେ ନାହିଁ। ସମସ୍ତେ ତ ଦେବତା ବୋଲି ପିଲାଦିନରୁ କହିପାରିଲେ ନାହିଁ। ସମସ୍ତେ ତ ଦେବତୀ ବୋଲି ପିଲାଦିନରୁ ଦେଖୁଛନ୍ତି। ଆଉ କାହିଁକି ଏପରି ହେଉଛି କିଏ ଏବେ କହିବ? ରହସ୍ୟଟା ଜାଣି ନ ପାରି ଅବଲକରାର ମନ ଯାତ୍ରୀଙ୍କ ଉପରେ ଭୀଷଣ ବିଗିଡ଼ିଗଲା। ଆଉ ବୋଲିବ କ'ଣ? ବିରକ୍ତରେ ଫେରିଆସି ପଣ୍ଡିତଙ୍କୁ ପଚାରିଲା, ହଇ ହେ ଗୋସାଇଁ ମହାପୁରୁଷ, ଏଠାରେ କୋଠାଘରେ ସୁନା ପଞ୍ଜୁରୀରେ ରୂପା ଚଢ଼େଇ ରହି ପୂଜା ପାଉଛି କାହିଁକି? ପଣ୍ଡିତେ ହସିଦେଇ କହିଲେ, ଆରେ ପ୍ରସାଦ ଖାଇ ନେବା, ତାପରେ ରୂପାର ଚଢ଼େଇର କାରଣ ବୁଝାଇଦେବି। ପ୍ରସାଦ ଖାଇବା ପରେ ପଣ୍ଡିତେ ବଟୁଆ ଖୋଲି ଚୁଆ ଚନ୍ଦନ ମିଶାଇ ବାସନାକୁଣ୍ଡିର ପାନ ଖଣ୍ଡେ ସଜାଡ଼ି କହିଲେ, ପକା କମଲ ଅବଲକରା, କାହାଣୀ ଶୁଣ ଦୁଃଖ ପାସୋରା। ଅବଲକରା କମଳ ବିଛାଇବାରୁ ପଣ୍ଡିତେ ଗଡ଼ି ପଡ଼ିଲେ। ଅବଲକରା ତାଙ୍କ ପାଦ ଚିପିବାକୁ ଲାଗିଲା। ପଣ୍ଡିତେ କହିଲେ, ଗପ କହୁଥିବ ଶୁଣୁଥା ବସି, ହୁଁ ମାରିଥିବୁ ପୁହାଇ ନିଶି, ସୁନା ପିଞ୍ଜରାରେ ରୂପା ଚଢ଼େଇ, ବହୁ କାଳ କଥା ଲୁଚି ଅଛଇ। କଟକ ବୋଲି ଗୋଟିଏ ରାଜ୍ୟ ଥିଲା। ରାଜା ବିକ୍ରମକେଶରୀ ଖୁବ୍ ଅତ୍ୟାଚାରୀ ଥିଲେ। ସବୁବେଳେ ତାଙ୍କର ରାଜ୍ୟ ସୀମା ସେ ବଢ଼ାଉଥିଲେ। ଆଉ ଘମାଘୋଟ ଯୁଦ୍ଧ ଲାଗି ରହୁଥିଲା। ତାଙ୍କର ଏକମାତ୍ର କନ୍ୟା ରୂପାବତୀ ପିତାଙ୍କ ପରି ତେଜସ୍ୱୀ ହେବାକୁ ବନଦୁର୍ଗାଙ୍କୁ ପୂଜା କରୁଥିଲେ। ବନଦୁର୍ଗା କୃପା କରି ଏକ ସୁନା ପଞ୍ଜୁରୀ ଦେଇଥିଲେ। ସେହି ସୁନା ପଞ୍ଜୁରୀ ପାଖରେ ଯାହା ଚିନ୍ତା କରିବ ତାହା ସୁନା ପଞ୍ଜୁରୀ ଭିତରୁ ବାହାରିବ। ରାଜା ଯୁଦ୍ଧରେ କ୍ଷତ ବିକ୍ଷତ ହୋଇ ଯେତେବେଳେ ମୃତ୍ୟୁବରଣ କଲେ, ସେତେବେଳେ ରୂପାବତୀ ରାଜ୍ୟ ପରିଚାଳନା କଲା ପଡ଼ୋଶୀ ବୟସରେ। ସୁନା ପଞ୍ଜୁରୀ ପାଖରେ ଥାଏ। ଅସ୍ତ୍ରଶସ୍ତ୍ର ସୈନ୍ୟ ଆଦି ଚିନ୍ତା କଲେ ସୁନା ପଞ୍ଜୁରୀ ଭିତରୁ ବାହାରି ଶତ୍ରୁମାନଙ୍କୁ ବିନାଶ କରନ୍ତି। ଅସାଧ୍ୟ ସାଧନ ହୁଏ। ତେଣୁ ସମସ୍ତେ ରୂପାବତୀକୁ ଭୟ କଲେ। ରୂପାବତୀ ତାର ଅନ୍ତଃପୁରରେ ରତିରେ ପୁରୁଷ ସଙ୍ଗ ଲାଗି ଯକ୍ଷ ରକ୍ଷ ଦେବତା ଯାହାଙ୍କୁ ଚିନ୍ତା କଲେ ସେ ସୁନା ପଞ୍ଜୁରୀର ବାହାରି ରୂପାବତୀ ସହିତ ରତିକ୍ରୀଡ଼ା କରି ଖୁସି କରାଇ ଚାଲିଯାଆନ୍ତି। ମନ୍ତ୍ରୀ ପୁଅ ବୀରବାହୁର ମନ କଥା ରୂପାବତୀକୁ ବାହା ହେଇ ରାଜ୍ୟରେ ରାଜା ହେବାକୁ। ହେଲେ ବର୍ଷ ବର୍ଷ ଧରି କାହିଁକି ରାଜକନ୍ୟା ମନ କରୁନି, ସେ କାରଣ ଖୋଜି ଜଣେ ଦାସୀଙ୍କ ପାଖରୁ ଗୁପ୍ତ ସମ୍ବାଦ ପାଇଗଲା।
ଆଉ ଚେଷ୍ଟା କରି କାମ ହାସଲ ନ ହେବାରୁ ସେ ସେଇ ଦାସୀକୁ ରାଣୀ କରିବା ଲୋଭ ଦେଖାଇ ସୁନା ପଞ୍ଜୁରୀରେ ରାଜକନ୍ୟାକୁ କେମିତି ଚଢ଼େଇ କରି ବନ୍ଦୀ କରି ରାଜୁତି ପାଇବ ସେଇଆ ଚିନ୍ତା କରିଲା। ଦାସୀଟି ଖୁବ୍ ସୁନ୍ଦର ଓ ଚତୁରୀ ଥିଲା। ସେ ବୀରବାହୁକୁ କଥା ଦେଇ ଦିନକର ହସ ଖୁସି ଭିତରେ ରୂପାବତୀକୁ ବଜାଇ କହିଲା, ଦେବାମଣି, ତୁମେ ତ ଯାହା ଚାହୁଁଛ ସୁନା ପଞ୍ଜୁରୀ ଭିତରୁ ପାଇଯାଉଛ। ଥରେ ନିଜେ ସୁନ୍ଦର ରୂପା ଚଢ଼େଇ ହେଇ ଦେଖିନି ହେଇ ପାରୁଛ କି ନାହିଁ। ସଖୀର କଥାରେ ପଡ଼ି ରାଜକନ୍ୟା ଆଗ ପଛ ନ ଭାବି ଚିନ୍ତା ମାତ୍ରେ ରୂପା ଚଢ଼େଇ ହୋଇଗଲା। ସଖୀ ଗୁଣବତୀ ଚଞ୍ଚଳ କରି ରୂପା ଚଢ଼େଇକୁ ପିଞ୍ଜରା ଭିତରେ ପୁରାଇ ଚାବି ପକାଇ ଦେଇ ବୀରବାହୁ ପାଖରେ ପହଞ୍ଚାଇ ଦେଲା। ବୀରବାହୁ ସେଇ ଦାସୀକୁ କୋଳକୁ ନେଇ ଆଦର କଲା। ଆଉ ରାଜ୍ୟରେ ଜୋର କରି ରାଜା ହୋଇ ସିଂହାସନରେ ବସିଲା। ସେଇଦିନୁ ସୁନା ପଞ୍ଜୁରୀରେ ରୂପା ଚଢ଼େଇ ଆଉ ତାକୁ ନେଇ ସୁନ୍ଦର କୋଠାଟିଏ ନଗର ବାହାରେ ମନ୍ଦିର ବେଢ଼ାରେ ରଖିଲେ। ସେଇଦିନୁ ଦେବତା ରୂପରେ ରୂପବତୀ ପୂଜା ପାଇ ଆସୁଛି। ବୁଦ୍ଧିହୀନା ନାରୀ ପ୍ରଲୋଭନରେ ପଡ଼ି ଜୀବନ ବିଫଳ କଲା। ଅବଳ କରାରେ ଶୋଇପଡ଼ ଏବେ, ଏ କଥାଟି ସରିଗଲା।